ବାକ୍ୟ ପଢା ହେଇଥିଲା। ସରଳ ବାକ୍ୟ, ଜଟିଳ ବାକ୍ୟ ଏଇଟା ସବୁ ତ। ପ୍ରଥମଟା ସରିଛି। ହଁ, ତମର କୋଉଟା ସରଳ ଆଉ ଯୌଗିକ ବାକ୍ୟ ସରିଯାଇଥିଲା। ଜଟିଳ ବାକ୍ୟ ସରିଛି। ସେଇଟା ବି ସରିକି ସରି ଭାବ ବା ଠିକ। ପ୍ରକାଶ କରିବେ। ହଉ ଆଚ୍ଛା। ବାକ୍ୟ ପରିବର୍ତ୍ତନ ଟା ପଢା ଯିବ। ପାଠ ମନେ ଅଛି ନା ନାଇଁ? ପଢା ତ ସରିଛି ମୁଁ ଜାଣିଛି। ଆଜି ମୁଁ ପଢାଲେ ରେ ସଙ୍ଗାତ ମାନେ ଆମ ସଙ୍ଗାତ ତ ଧୁମ ଆସିଛନ୍ତି, ତାଙ୍କ ସଙ୍ଗାତ ସବୁ ପଳେଇଲେ। ଆସିନାହାନ୍ତି? ହଉ। ଓଡିଆ ଯୋଉ ବାକ୍ୟଟା ତାପରକୁ କିଏ ରହିବ କହିଥିଲି କହିଲେ ପିଲାଟା କର୍ତ୍ତା ତ କର୍ମ କ୍ରିୟା ଠିକ। ଏଇ କ୍ରମ ଅନୁସାରେ ଓଡିଆ ଭାଷାର ବାକ୍ୟ ଗଠନ ହେଇଥାଏ ନାଇଁ। ଓଡିଆ ଭାଷାର ପ୍ରଥମେ ଆସିବ କର୍ତ୍ତା, ତାପରେ ଆସିବ କର୍ମ, ତାପରେ ଆସିବ କ୍ରିୟା। ଠିକ। ବାକ୍ୟ ତମେ ବାବା କହିଲ ବାକ୍ୟ କେତେ ପ୍ରକାର? କ୍ଲାସ କରିଥିଲ? କରିନଥିଲ? ଆସୁନଥିଲ? କୁଆଡେ ପଳେଇଥିଲ? ଘରେ ଯାଇଥିଲ? ଘରକୁ ଯାଇଥିଲ? ଆମ ଘର କୋଉଠି? କୋଉଠି? ନବରଙ୍ଗପୁର। କାହିଁକି ଯାଇଥିଲ? ନୂଆ ବର୍ଷ ପାଇଁ। ନୂଆ ବର୍ଷ ତ ଏତେ ଦିନ ହେଲାଣି। ଆଜି ତ ଆସିକି 20th ହେଲାଣି ନା 21। ଆଜି କେତେ ତାରିଖ? ତମେ ଏତେ ଦିନ କଣ କରୁଥିଲ? ଏତେ ଦିନ ନୂଆ ବର୍ଷରେ କଣ କରୁଥିଲ ଘରେ? ଡେଲି ଡେଲି ପୁରା କହୁଥିଲା ଖାଇବା ପିଇବା ନା କଣ? କେତେ ପଢା ସରିଲାଣି କଣ କରିବ? ତମେ କହିଲ କେତେ ପ୍ରକାର? ସରି ତମକୁ କଣ ପଚାରିଲି? ବାକ୍ୟ କେତେ ପ୍ରକାର? କହିଲ କେତେ ପ୍ରକାର? ସରି ତମେ ବି ନଥିଲ? ନଥିଲେ କଣ ହେଲା? ଘରେ ପଢିକି ଆସିବ। ତମେ ଚାରି ପ୍ରକାରର। ଆଚ୍ଛା କଣ କଣ? ଚାରି ପ୍ରକାର କେମିତି ହେଲା? କହିବ ଲମ୍ବଧର କହିଲ। କହୁନ ପୁରା ଗଠନ ଦୃଷ୍ଟିରୁ। ଗଠନ ଦୃଷ୍ଟିରୁ ତିନି ପ୍ରକାର। କଣ କଣ? ଭେରି ଗୁଡ। ତାପରେ ଆଉ ଗୋଟେ ଭାବ ଓ ପ୍ରକାର୍ଯ୍ୟ ଦୃଷ୍ଟିରୁ ଚାରି ପ୍ରକାର। କଣ କଣ? ହୁଁ, ଠିକ ଭେରି ଗୁଡ। ତମ ନାଁ କଣ? ଲମ୍ବୋଦର। ତାକୁ ସନ୍ଧି ବିଚ୍ଛେଦ କର। ପଢିନ? ସ୍କୁଲରେ ପଢିନ? ଲମ୍ବ ଦର। ଠିକ ଠିକ। ତମେ କହିଲ ସରଳ ବାକ୍ୟ କାହାକୁ କୁହାଯାଏ? ବସ। ସରଳ ବାକ୍ୟ କାହାକୁ କୁହାଯାଏ? ଭେରି ଗୁଡ। ଗୋଟେ ମାତ୍ର ସମାପିକା କ୍ରିୟାଥାଏ, ତାକୁ ଆମେ ସରଳ ବାକ୍ୟ କହିବା। ତମେ କୁହ ଯୌଗିକ କୁହାଯାଏ। କୁହ। ଆସିବ ନା ଆସିବନି? ତମକୁ ଆସିବ ନା ଆସିବନି? ଆସିବନି କାହିଁକି? ତୁମେ ସବୁ କ୍ଲାସ କରୁଛ। ଅସୁବିଧା ହଉଛି କି? ବୁଝିପାରୁଛ? କହି ତାହେଲେ କାହିଁକି ପାରିବ? ଚେଷ୍ଟା କର। ବୁଝେଇଲେ କୁହ ହବ। ଚେଷ୍ଟା କର। ଯୌଗିକ ବାକ୍ୟ। ସରଳ ମାନେ ସିଧା ସରଳ ଗୋଟେ ବାକ୍ୟ ଗୋଟେ ଶବ୍ଦ କଣ ସରଳ ବାକ୍ୟ। ଯୌଗିକ ବାକ୍ୟ କଣ ମାନେ? ଯୌଗିକ ମାନେ କଣ? ଯୋଗ ହବ। ଯୋଗ ଗୋଟେ ଜିନିଷ ତ କେବେ ହେଇପାରିବନି। ଯାହା ଦିଟା ଜିନିଷ ଦରକାର ଯୋଗ କରିବା ପାଇଁ ନାଇଁ କି? ଏଇଟା ଦିଟା ବା ତାଠୁ ଅଧିକା ଦରକାର ଯୋଗ କରିବା ପାଇଁ। ତମେ କରୁଛ ମିଶ୍ରଣ ବା ଯୋଗ ସେଇଟା ନା ତମର। ତା ଦେହରେ ଗୋଟେ ସଂଖ୍ୟା ଦିଆଯିବ ତମେ ତାକୁ ଯାହା ବି ହେଲେ ତୁମକୁ ଦୁଇରୁ ଅଧିକ ଦୁଇରୁ ତତୋଧିକ ସଂଖ୍ୟା ଦରକାର। ଦୁଇଟା ହେଲେ ବି ଚଳିବ, ତିନିଟା ହେଲେ ଚଳିବ, ପାଞ୍ଚଟା ହେଲେ ଚଳିବ, ମିଶେଇକି ଯୋଗ କର। ତାହେଲେ ସେଇଭଳିଆ ଯୌଗିକ ଶବ୍ଦ ନା ସରି ଯୌଗିକ ବାକ୍ୟ। ଯୌଗିକ ମାନେ କଣ? ଗୋଟେ ବାକ୍ୟ ତ ନଥିବ ସେଥିରେ। ଗୋଟେ ବାକ୍ୟ ଟିକେ ଯୌଗିକ ମାନେ ଯୋଗ। ଏତେ ହିଣ୍ଟସ ଦେଲିଣି ଏବେ କୁହ। କୁହ। ଯାହା ମନେ ପଡୁଛି କୁହ। ଭୁଲ ହେଲେ ମୁଁ କହିବି। କିଛି ଅସୁବିଧା ନାହିଁ। ବାଡା ହଉନି କିଛି ହଉନି। କୁହ। ଚେଷ୍ଟା କର ତ। ତମେ ଆସିବ ନାଇଁ? ତମକୁ ପଚାରିଲି ତମେ କହିବ। କହିଲେ ଦୁଇ ବା ତତୋଧିକ ସରଳ ବାକ୍ୟ ମିଶ୍ରଣ କରୁ। ଆଉ କେମିତି ମିଶ୍ରଣ କରିବ ତାକୁ? ଏକ୍ସାମ୍ପଲ ଗୋଟେ ହଉଛି କହିବ। ଏ ତମେ ଭଲରେ ବୁଝ ବାବା। ଏଥର ଆଉ ନାଇଁ ନେକ୍ସଟ କ୍ଲାସରେ ତମକୁ କହିବ। ଆଚ୍ଛା ମିଶ୍ରଣ କର। ଟୁ ପ୍ଲସ ଟୁ ମିଶ୍ରଣ କରୁଛେ ଏଇଟାକୁ ଯୋଗ। ଯଦି ଆମେ ଯୋଗ କରିବୁ ତାହେଲେ ଖାଲି ଟୁ ଟୁ ଏମିତି ଟୁ ଟୁ ଲେଖିଦେଲେ ଯୋଗ ହବ କି? ହବନି।
ତା ପାଇଁ ବି ଆମକୁ ଗୋଟେ ପ୍ଲସ୍ ଚିହ୍ନର ବ୍ୟବହାର କରିବା ପାଇଁ ପଡୁଛି ନା, ଯୋଗ ଚିହ୍ନ ମାନେ ପ୍ଲସ୍ ଚିହ୍ନର ବ୍ୟବହାର କରିବାକୁ ପଡୁଛି। ସେଇଭଳିଆ ଯଦି ଆମେ ଦିଟା ବାକ୍ୟକୁ ଯୋଡିବା ତାହେଲେ ମଧ୍ୟ ପ୍ଲସ୍ ଚିହ୍ନ ଭଳିଆ କାମ ଦରକାର। ସେଇ ପ୍ଲସ୍ ଚିହ୍ନ ତାକୁ କିଏ କରିବ? ଦିଟା ବାକ୍ୟକୁ ଯୋଡିବା ପାଇଁ ଯଦି ଦିଟା ଅଙ୍କକୁ ଯୋଡିବା ପାଇଁ ଯୋଗ କରିବା ପାଇଁ ଆମକୁ ପ୍ଲସ୍ ଚିହ୍ନଟା ଆବଶ୍ୟକତା ପଡୁଛି ନା। ଯଦି ପ୍ଲସ୍ ଚିହ୍ନ ନଥିବ ତାହେଲେ ଆମକୁ କହିବାକୁ ପଡନ୍ତା 22 ଏମିତି ଲେଖିଲେ ଯିଏ ପଢିବ ସେଇଭଳିଆ ଯୋଉ ଚିହ୍ନଟା ପ୍ଲସ୍ ମିଟର ଯାହା କାମ ସେଇଭଳିଆ ବାକ୍ୟର କୋଉ ଜିନିଷଟା ସରଳ ବାକ୍ୟ ଏଇ ଗୋଟେ ସରଳ ବାକ୍ୟ। ଦିଟା ସରଳ ବାକ୍ୟକୁ ତା ସହିତ ଯୋଡିବାକୁ ଭେରି ଗୁଡ ଅବୟ ସହିତ ନାଇଁ, ଅବୟ ସହିତ ଯୋଡିଲେ ଯାଇ ଆମେ ଦିଟା ବାକ୍ୟକୁ ଯୋଗ କରିପାରିବା ନାଇଁ। ସରଳ ଏଇଟା ହଉଛି ସରଳ। ତ ଆକୁ ଯୋଡିଲେ ଆମକୁ ଗୋଟେ ଯୌଗିକ ହବ। ତ ଏଇ ଯୋଡିବା ପାଇଁ ଆମକୁ ପ୍ଲସ୍ ଚିହ୍ନଟା ଦରକାର। ସେଇ ପ୍ଲସ୍ ଚିହ୍ନଟା କଣ? ସେଇଟା ହେଲା ଅବୟ। ଅବୟ ଗୁଡା ସେସବୁ ଗୁଡାକ ଗୋଟେ ଅବୟ। ମନେ ରଖିଲ, ମନେ ରଖିଲ। ତାହେଲେ ସରଳ ବାକ୍ୟ ହେଲା ସରଳ ବାକ୍ୟ, ଯୌଗିକ ବାକ୍ୟ ହେଲା ଦୁଇଟି ସରଳ ବାକ୍ୟ ସଂଯୋଗ ହୁଏ ତାକୁ ଆମେ ଯୌଗିକ ବାକ୍ୟ କହିବା ଏବଂ ତାକୁ ସଂଯୋଗ କରିବା ପାଇଁ ଅବୟର ଆମେ ବ୍ୟବହାର କରିଥାଉ। କିନ୍ତୁ ବା କିଏ ହେଲେ କରିଥାଉ। ତେବେ ଦୁଇ ବା ତତୋଧିକ ସରଳ ବାକ୍ୟ ସଂଯୋଗରେ ଯେଉଁ ବାକ୍ୟ ଗଠିତ ହୁଏ ତାକୁ ଆମେ ଯୌଗିକ ବାକ୍ୟ କହିବା। ଏବଂ ଏଠାରେ ଓ ଏବଂ ବା କି ନହେଲେ ହେଲେ ସିନା ମାତ୍ର ଆଉ ଇତ୍ୟାଦି ଅବୟ ଦ୍ଵାରା ବାକ୍ୟ ଗୁଡିକୁ ସଂଯୋଗ କରାଯାଏ, ଯୋଗ କରାଯାଏ। ଯେମିତିକି ନିଜ ଗାଁ ମଶାଣୀକୁ ଡର ଏବଂ ପର ଗାଁ ପାଣିକୁ ଡର। ନିଜ ଗାଁ ମଶାଣୀକୁ ଡର ଏଇଟା ହେଲା ଗୋଟେ ସରଳ ବାକ୍ୟ। ଆଉ ପର ଗାଁ ପାଣିକୁ ଡର ଏଇଟା ଦିଟା ସରଳ ବାକ୍ୟ ଯୋଗ କରିବେ ତାର ପ୍ଲସ୍ ଚିହ୍ନ ଏବଂ ଟା ହେଲା ପ୍ଲସ୍ ଚିହ୍ନ ତମର ଦିଟା ସଂଖ୍ୟାକୁ ଯୋଗ କରିବା ପାଇଁ ତମେ ପ୍ଲସ୍ ମିଶାଣ ଚିହ୍ନ ବ୍ୟବହାର କରୁଛ। ସେଇଭଳି ଦିଟା ସରଳ ବାକ୍ୟକୁ ଯୌଗିକ ବାକ୍ୟ ପରିଣତ କରିବାକୁ ହେଲେ ଦିଟା ସରଳ ବାକ୍ୟ ଅବୟର ଯୋଗ କରିବା। ପୁରା କ୍ଲିୟର? ପଚାରିବ ହେଲା, ଦିଥର ତିନିଥର 5 ଥର 10 ଥର ପଚାର କିଛି ଅସୁବିଧା ନାହିଁ, କିନ୍ତୁ ବୁଝିକି ଯାଅ। ଏତିକି ପଢା ସରିଲା ନାଇଁ, ଜଟିଳ ଜଟିଳ ବାକ୍ୟ ଜଟିଳ ଖଣ୍ଡ ବାକ୍ୟ ଖଣ୍ଡ ବାକ୍ୟ ଆଉ ଯାହାକୁ ଯଦି ଜଣଙ୍କ ସହିତ ଜଣଙ୍କର ନିହାତି ଭାବରେ ସଂଯୋଗ ରହିଥିବ, ନହେଲେ ଅଧୁରା ବାକ୍ୟଟି ଅଧୁରା ହବ, ତାହା ହେଲା ତମର ଜଟିଳ ବାକ୍ୟ। କିମ୍ବା ତମେ ଆଉ ଗୋଟେ ବାକ୍ୟରେ ଏକ ଶିଳ ଖଣ୍ଡ ବାକ୍ୟ ଥାଏ, ଯେମିତିକି ଗୋଟେ ପରସ୍ପର ନିର୍ଭରଶୀଳ ଖଣ୍ଡ ବାକ୍ୟ ଗୁଡିକ ଗୋଟେ ନିର୍ଭରଶୀଳ ତା ସହିତ ଆଶ୍ରିତ ଅବୟ ସେଇଥିରେ ଅବୟ ଆଶ୍ରିତ ଅବୟ ଖାଲି ଅବ୍ୟୟ କାହିଁକି ଆଶ୍ରିତ? ଏଇ ଦୃଶ୍ୟଟା ନର୍ମାଲି ଅବୟ ଗୁଡାକ କଣ କହିଲେ, ଯାହା ଗୋଟିଏ ତାହା ହେଲା କି କିନ୍ତୁ ପରନ୍ତୁ ଅଟେ ଓ ମାତ୍ର ଏସବୁ ଯୋଡିକି କହିବା। କିନ୍ତୁ ତମର ଯାହା ତାହା ଯଦି ସେଥିରେ ଜଣେ ଆଉ ଜଣେ ଆଶ୍ରିତ ହେଇକି ଗଲା ନା, ବିନା ଏକଟାରେ ଯାଇପାରିବ ନା। ଯେତେବେଳେ ସେତେବେଳେ ଯେତେବେଳେ ବର୍ଷା ହେଲା ସେତେବେଳେ ଛତା ନେଇକି ଗଲେ, ତମେ ଯେତେବେଳେ ବର୍ଷା ହେଲା ଛତା ଏଇଟା କଣ ଉଭୟ ରହୁଛି ଏତେବେଳଟା, କିନ୍ତୁ ଆଶ୍ରିତ ଜଣକ ବିନା ଆଉ ଜଣଟା ଅଧା ଅଧା ଲାଗୁଛି। ଯାହା ଦିଅ ଯାହା ମିଳିଛି ତାହା ମତେ ଦିଅ, ଯାହା ଆଣିଛ ତାହାଟା ଆଶ୍ରିତ କହୁଛି ନା, ଦି ଜଣ ନିର୍ଭରଶୀଳ ହଉଛନ୍ତି, ତେଣୁ ଏହା ଗୋଟେ ଗୋଟେ ଆଶ୍ରିତ ଅବୟ। ଖଣ୍ଡଗିରି ମେଳାରୁ ଯାହା ଆଣିବ ଦବ, ଦବ ପୂର୍ବରୁ ତାହା ମତେ ଅଛି, ତେଣୁ ଏହା ଏକ ତମର ଆଶ୍ରିତ। ତମ ସିନିୟର ଟପ୍ କରିଥିଲେ ତମ ଉପର ଆଉ ଗୋଟେ ଉପର ବ୍ୟାଚ୍
ସେ ଜବ୍ କରିଥିଲେ ଭଲ ହୁଏ। ମାନେ ତମ ରେଭେନ୍ସା ଟପର ଆର୍ଟ୍ସ ହିନ୍ଦୀ ଥିଲା ତାଙ୍କର ରେଭେନ୍ସା ଟପର। କଲା। ତାପରେ ଥିଲେ ଭାବ ପ୍ରକାର୍ଯ୍ୟଗତ ଦୃଷ୍ଟିରୁ ବାକ୍ୟ ହେଲା ଚାରି ପ୍ରକାରର। ଗୋଟେ ଫାର୍ଷ୍ଟ କଣ ବିବୃତି ସୂଚକ, ଯୋଉଟାକୁ ଆମେ ଇଂରାଜୀରେ ଷ୍ଟେଟମେଣ୍ଟ ଯୋଉଟା କହୁ, ଖାଲି ଗୋଟେ କଥା କହିଲେ ତମେ ସେଟା ବୁଝିବ ଗୋଟେ ଷ୍ଟେଟମେଣ୍ଟ ସମସ୍ତେ ଜାଣିଛନ୍ତି। ବା ତାକୁ ବ୍ୟାଖ୍ୟା ବା ମତାମତ ମଧ୍ୟ କହିବା, ବିବରଣ ମଧ୍ୟ କହିବା। ତମର ମତ, ତମ ମତାମତ କଣ, ତମେ କୋଉ ବିଷୟରେ ବିବରଣ ଦଉଛ ଏବଂ ବ୍ୟାଖ୍ୟା କରୁଛ, ସେଇଭଳି କିଛି ବାକ୍ୟ ଥିଲେ ତାହା ହବ ବିବୃତି ସୂଚକ ବାକ୍ୟ। ଏଥିରେ କୌଣସି ବାକ୍ୟରେ ଖାଲି ବିବୃତି ବା ବକ୍ତବ୍ୟ ସୂଚିତ ହେଇଥାଏ। ଏଇଟା ମୁଁ କହିଥିଲି ଆଗରୁ, ଯେମିତି କିି ମହାନଦୀ ଓଡିଶାର ବଡ ନଦୀ, ସେଟା ତମେ ବ୍ୟାଖ୍ୟା କରୁଛ ବା ତମ ମତାମତ ତମ ବିବରଣ ଟା ଅଛି, ଆମର ପ୍ରସ୍ତୁତ ଅଛି, ସମସ୍ତେ ସେଇଟା ଜାଣିଛନ୍ତି, ତାକୁ ବଦଳେଇ ହବନି, ସେଟା ତମେ କହୁଛ ତାହା ହେଲା ବିବୃତି ସୂଚକ। ମତେ କୁହ ଆଦେଶ ସୂଚକ, ଆଦେଶ କହିଲେ କଣ ବୁଝୁଛ ତମେ? ଅର୍ଡର କରୁଛ, ତାହେଲେ ସେମିତି ଗୋଟେ ତମେ ମତେ କିଛି ଗୋଟେ ଆଦେଶ କର, ବାହାରକୁ ଯାଅ, ପଳେଇବି ପଳେଇବି କହିଲେ ପରା ଯିବି। ଆଚ୍ଛା ହଁ ହଁ ସେଇଟା ତମେ ମଜା କରୁଛ, ତମେ ଠିକ କହିଲ, ବାହାରକୁ ଯାଅ କିଛି ଗୋଟେ ଆଦେଶ କରୁଛ, ପଠାଅ, ଏଇଟା ବୁଝ, ବାହାରକୁ ଯାଅ, ସାଙ୍ଗ ମାନେ ବହି ଖେଳାଅ, ପଢାଅ, ଏସବୁ ଆଦେଶ ଯାଉଛି। ଦୟାକରି ଏଇଟା ପଢେଇ ଦିଅନ୍ତୁ, ତାହେଲେ ସେଇଟା କଣ ହେଇଯିବ? ଅନୁରୋଧ, ଅନୁରୋଧ ହେଇଯିବ, ରିକ୍ୱେଷ୍ଟ ହେଇଯିବ। ଠିକ, ତାହେଲେ ଆଦେଶ ସୂଚକରେ ଆଉ କଣ କଣ ଯାଏ? ଅନୁରୋଧ, ଶୀର୍ଷ, ଯେତେବେଳେ ତମେ କାହାକୁ ନମସ୍କାର କରୁଛ, ସେ କଣ କରୁଛ, ଈଶ୍ୱର ତୁମର ମଙ୍ଗଳ କରନ୍ତୁ, ସେଇଟା କଣ ଆଶିଷ, ଭଗବାନ ତୁମର ମଙ୍ଗଳ କରନ୍ତୁ, ଏଇଟା ହେଲା ଆଶିଷ। ସେଇଟା ମଧ୍ୟ ଆଦେଶ ସୂଚକରେ ଯାଉଛି। ଚୋରକୁ ଧରି ଆଣି ପୋଲିସରେ ଦିଅ, ଆଦେଶ। ତେବେ ଆଦେଶ ସୂଚକରେ ଆଦେଶ ସୂଚକ ଯିବ, ଆଉ ଅନୁରୋଧ ଯିବ, ଆଶିତ ଆଶୀର୍ବାଦ ମଧ୍ୟ ଯିବ। ତାପରେ ଆସିଲା ପ୍ରଶ୍ନ ସୂଚକ, ପ୍ରଶ୍ନ ସୂଚକର ପ୍ରଶ୍ନ ସୂଚକ ଅର୍ଥ କିଏ କାହାକୁ ପ୍ରଶ୍ନ ପଚାରୁଥିବ ସେ ବାକ୍ୟରେ, ଗୋଟେ ପ୍ରଶ୍ନ ସୂଚକ ବାକ୍ୟର ଉଦାହରଣ ଦେଲ, ତମେ ନେଇ, ତମେ ଯିବ, ତମେ କାହାକୁ ବି ଗୋଟେ ସାଙ୍ଗ ଏତେ ଅଛନ୍ତି, କାହାକୁ ଗୋଟେ ପ୍ରଶ୍ନ ପଚାର, ଯୋଉଟା ପ୍ରଶ୍ନ ପଚାର ନା, ପଚାର କିଛି ବି। ଭେରି ଗୁଡ, ତମେ ଆଜି କଲେଜ ଯାଇଥିଲ କି? ଠିକ, ସେଇଟା ହେଲା ପ୍ରଶ୍ନ ସୂଚକ ବାକ୍ୟ। ଲାଷ୍ଟ କୁ କଣ କି ଚିହ୍ନ? ହଁ ଠିକ, କ୍ୱେଶ୍ଚନ ମାର୍କ ରହିବ, ପ୍ରଶ୍ନବାଚକ ଚିହ୍ନ ତମର ରଖିଲି। ତେବେ ସେଇଟା ସେଇଭଳି କିଛି ବାକ୍ୟ ହେଲେ ଯୋଉଟା ତମକୁ ପ୍ରଶ୍ନ, କିଛି ଗୋଟେ ପ୍ରଶ୍ନ ପଚାରେ, ତାହେଲେ ପ୍ରଶ୍ନ ସୂଚକ। ତମେ ଆଜି ସ୍କୁଲ ଯାଇଥିଲ କି? ତମେ ଆଜି କିଛି କ୍ଲାସ ହେଲା କି? ସାଙ୍ଗମାନଙ୍କୁ ପଚାରୁଛ କି, ଘରେ କାହାକୁ ପଚାରୁଛ, ମତେ ଆଜି ବାଇକ୍ ଦବ କି, ମୁଁ ନେଇକି ଯିବି କଲେଜ, ତ ସେଇଗୁଡା ହେଲା ପ୍ରଶ୍ନ ସୂଚକ। କିମ୍ବା ତମେ କାହାକୁ ପଚାରୁଛ ଆଜି କଲେଜରେ କଣ ପଢା ହେଲା, ସେଇଟା ମଧ୍ୟ ପ୍ରଶ୍ନ ସୂଚକ ଯିବ। କି କାହାକୁ ପଚାରୁଛ ଓଡିଶାର ଆଦି କବି କିଏ? କିଏ? ଭେରି ଗୁଡ, ସାରଳା ଦାସ ହଉଛନ୍ତି ଓଡିଶାର ଆଦି କବି। ତ ଏଇଭଳି ପ୍ରଶ୍ନ ପଚାରିବାକୁ ଯଦି ଉଦ୍ଦେଶ୍ୟକୁ ବୁଝାଯାଏ, ତାକୁ ଆମେ କହିବା ପ୍ରଶ୍ନ ସୂଚକ ବାକ୍ୟ। ତାପରେ ଆସିଲେ ବିସ୍ମୟ ସୂଚକ ବାକ୍ୟ। ବିସ୍ମୟ ସୂଚକ ଗୋଟେ ଆଶ୍ଚର୍ଯ୍ୟ ହେଇଯାଉଥିଲା ଭଳି, ଆଶ୍ଚର୍ଯ୍ୟ ହେଇଯାଉଥିଲା ଭଳି ବାକ୍ୟ, ତାହେଲେ କଣ କହୁ? ଖରା, ଖରା ଜୋର, କଣ କହୁଛ, ଓ କି ଖରା, ଓ କି ଗରମ, ସେଠି କହ ଓ ଲଗଉଛ, ଆଶ୍ଚର୍ଯ୍ୟ କଣ, ଓ ଗରମ, ସେଇଟା ହେଲା ବିସ୍ମୟ ସୂଚକ ବାକ୍ୟ। ତେବେ ବିସ୍ମୟ ସୂଚକ ଚିହ୍ନ ଜାଣିଛ ତ, ଲାଷ୍ଟ କଣ ଚିହ୍ନ, କେମିତି କେମିତି ଲାଷ୍ଟ କେମିତିଆ ବିସ୍ମୟ ସୂଚକ ଚିହ୍ନଟା କିଭଳି ଲେଖୁଛେ ତମେ? ବାଡି, କଣ ବାଡି ମାନେ କେମିତିଆ ବାଡି? ଷ୍ଟାଣ୍ଡିଂ ଲାଇନ, ଠିକ। ତାପରେ ଷ୍ଟାଣ୍ଡିଂ ଲାଇନ ପରେ କୁହ, ଖାଲି ଷ୍ଟାଣ୍ଡିଂ ଲାଇନ ପୂର୍ଣ୍ଣଚ୍ଛେଦ ହେଇଗଲା ନା ଗୋଟେ ବାଡି ଯୋଉଟା କହୁଛ। ବାଡି କହିଲେ କୋଉଟା ବାଡି କହୁଛ, ଏମିତି ବାଡି ନା ଏମିତି ବାଡି ନା ଏମିତି ବାଡି? ବାଡି ହୁଏ ବି, ବାଡି ବି ଅଛି ନା, ଟଙ୍କା ବାଡି ବି ଅଛି ନା, କେମିତି ଚିହ୍ନ କେମିତି ବିସ୍ମୟ ସୂଚକର? ଆଚ୍ଛା, ଯେତେବେଳେ ବାକ୍ୟଟେ ଲେଖୁଛ, ତାହେଲେ ଚିହ୍ନ ବାକ୍ୟର ଗାର ଖାଲି
हाँ फुल स्टॉप सही पूर्णच्छेद इंग्लिश रे जो डॉट मार जो बिंदु सेटा है फुल स्टॉप और ओडिया रे पूर्णच्छेद बोलते बट तार पकेबो स्टैंडिंग लाइन एटा तापर छोट लाइन रे तार को होची ना होची ना पूर्णच्छेद ସେଟା ନା 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 କିଛି ଚିହ୍ନ ନାହିଁ ଏଇଟା ମୁଁ ଅଲଗା ଯେଟା ତମର କହିଲି ଫୁଲ ଷ୍ଟପ୍ କହିଲା ନା ଫୁଲ ଷ୍ଟପ୍ ଚିହ୍ନଟା ଦେଲି ଏଇଟା ହେଲା ପୂର୍ଣ୍ଣଚ୍ଛେଦ ତାହେଲେ ସୂଚକ ବାକ୍ୟ ହଁ ଏମିତି କିଏ ଖାଲି ଏମିତି କରିଦିଏ ଏଇଟା ତମ ଷ୍ଟାଇଲରେ ଲେଖ କିନ୍ତୁ ଧୋଉ ଏମିତି କ୍ୱେଶ୍ଚନ ମାର୍କ ଯୋଉ ନଥିବ ଅଲଗା ଏମିତି ଭାଷା ଚଳିବ ଠିକ ଇଏ ହେଲା ତମର କ୍ୱେଶ୍ଚନ ମାର୍କ ହେଲେ ତମର ଯୋଉ ଅଛି ନା ଏଥିରେ ଆଦେଶ ସୂଚକ ଅନୁରୋଧ ଆଶିଷ ତାର ଶେଷରେ କଣ କହିବ ତାହେଲେ ପୂର୍ଣ୍ଣଚ୍ଛେଦ ତାର ଶେଷରେ ମଧ୍ୟ ପୂର୍ଣ୍ଣଚ୍ଛେଦ ରହିବ କ୍ୱେଶ୍ଚନ ମାର୍କ କିମ୍ବା ବିସ୍ମୟ ସୂଚକ ଚିହ୍ନ ଦବ ବିସ୍ମୟ ସୂଚକରେ କଣ ଚିହ୍ନ ଦବ ଗାଡ ଦେଇ ପାଗଳ ଗୋଟେ ଗାଡ ନା ବାଡି କଣ ହେଲା ସେଟା ବାଡି ତାପରେ ତାପରେ କଣ ଆଗରେ ନା ବିସ୍ମୟ ସୂଚକ ଧରି କେବେ ଲେଖିନା କେବେ ତମେ ଜାଣିଛ ତମେ ବି ଜାଣିନ ବିସ୍ମୟ ସୂଚକ ଧରିକି ଲେଖିନ ଗୋଟେ ବାକ୍ୟ ଲେଖିନ ଆଶ୍ଚର୍ଯ୍ୟ ଲେଖିଲା ପରେ ସ୍କୁଲରେ କେବେ ପଢିନା ଆଉ ତମେ କହିଲ ତମେ କଣ ତାପରେ ବିସ୍ମୟ ସୂଚକ ଚିହ୍ନ କେମିତି ଜାଣିନ ତମେ ତଳେ ବିନ୍ଦୁ କଣ କଣ ଆରେ ସେଗୁଡା ନୁହଁ ସେମିତି ପଳେଇଲା ସେଗୁଡା ନୁହେଁ ହେଲା ଏଇଟା ହେଲା ବିସ୍ମୟ ସୂଚକ ଚିହ୍ନ ଏଇଟା ଗାର ଦେଖି ଗୋଟେ ବିନ୍ଦୁ ଦେଖି କଣ ଧରୁଛ ଟାଇଟ୍ କରୁଛ ତା ଦେହରେ ଅଛି ନା ସେଇଗୁଡା ବ୍ୟବହାର କରୁନ ଖାଲି ସ୍ପେସ୍ ମାରିକି ଦଉଛ ବିସ୍ମୟ ସୂଚକ ଚିହ୍ନ ହେଲା ଏଇଟା ହେଲା ବିସ୍ମୟ ସୂଚକ ଚିହ୍ନ ଯେତେବେଳେ ତମକୁ କୁହାଯିବ ରଥଯାତ୍ରାରେ କି ଭିଡ ଆଶ୍ଚର୍ଯ୍ୟ କରୁଛ ରଥଯାତ୍ରାରେ କେତେ ଭିଡ କି ରଥଯାତ୍ରାରେ କି ଭିଡ ଲେଖି ସାରିଲା ପରେ ଏଇଭଳି ଚିହ୍ନଟା ଦବ ବିସ୍ମୟ ସୂଚକ ଯେତେ ସାରା ତୁମର ବିସ୍ମୟ ସୂଚକ ବାକ୍ୟ ଲେଖୁଛ ତାର ଶେଷରେ ଚିହ୍ନଟେ ଦବ ବିସ୍ମୟ ସୂଚକ ଚିହ୍ନ ଆକୁ କହନ୍ତି ଚିହ୍ନ ସୂଚକ କଣ ଟମାଟୋ ଜାଣିଛ ଦିଟା ସେଗୁଡା ବି ସେମିତି ସେମିତି ବହୁତ ସାରା ଅଛି କଲନ ସେମିକଲନ ସିଙ୍ଗଲ ଇନଭର୍ଟେଡ ଡବଲ ଇନଭର୍ଟେଡ ତାପରେ ବ୍ରାକେଟ ଏସବୁ ସବୁ ବହୁତ ଚିହ୍ନ ଅଛି ତମେ ଆଗ ଏତିକି ତ ଭୁଲି ଯାଇଛ ଆଉ ହଉ ଇଏ ଥିଲା ବିଭିନ୍ନ ପ୍ରକାର ବାକ୍ୟ ତାପରେ ବାକ୍ୟର ପରିବର୍ତ୍ତନ ଆଗକୁ କୁହାଯାଇଛି ବାକ୍ୟକୁ ମଧ୍ୟ ଗୋଟେ ତମର ବିବୃତି ସୂଚକକୁ ପ୍ରଶ୍ନ ସୂଚକ କିଭଳି କରିବ ପ୍ରଶ୍ନ ସୂଚକକୁ ଆଦେଶ ସୂଚକ କିଭଳି କରିବ ଆଦେଶ ସୂଚକକୁ ବିସ୍ମୟ ସୂଚକ କିଭଳି କରିବ ବାକ୍ୟର ପରିବର୍ତ୍ତନ ଅର୍ଥ ପରିବର୍ତ୍ତନ ବିନା ଗୋଟେ ପ୍ରକାର ବାକ୍ୟ ଅନ୍ୟ ପ୍ରକାର ରୂପ ଗ୍ରହଣ କଲେ ଆମେ ତାକୁ ବାକ୍ୟ ପରିବର୍ତ୍ତନ ବା ବାକ୍ୟର ରୂପାନ୍ତରଣ ବୋଲି କହିବା ସେଇ ବାକ୍ୟଟି ଯାହା ଅର୍ଥ ପ୍ରକାଶ କରୁଛି ତାର ଅର୍ଥର କିଛି ପରିବର୍ତ୍ତନ ଘଟିବ ନାହିଁ ସେଇ ବାକ୍ୟ ରହିବ କିନ୍ତୁ ତାକୁ କେବଳ ବାକ୍ୟ ପରିବର୍ତ୍ତନ କରିବା ତୁମ ବିବୃତିରୁ କ୍ୱେଶ୍ଚନ ମାନେ ତମ ପ୍ରଶ୍ନ ସୂଚକ ପ୍ରଶ୍ନ ସୂଚକରୁ ବିସ୍ମୟ ସୂଚକ ଏମିତି ବାକ୍ୟର ପରିବର୍ତ୍ତନ ହଉଥିବ କିନ୍ତୁ ଅର୍ଥର କୌଣସି ପରିବର୍ତ୍ତନ ହଉନଥିବ ତାହେଲେ ଆମେ ତାକୁ ବାକ୍ୟ ପରିବର୍ତ୍ତନ ବା ବାକ୍ୟର ରୂପାନ୍ତରଣ ବୋଲି କହିବା ଗୋଟେ ବାକ୍ୟର ଗୋଟେ ରୂପରୁ ସେ ଅନ୍ୟ ରୂପକୁ ଗଲା ରୂପର ଅନ୍ତର ଘଟିଲା ଅର୍ଥାତ୍ ରୂପାନ୍ତରଣ ସ୍ଥଳ ବିଶେଷ ଉଭୟ ଗଠନଗତ ଓ ଭାବଗତ ବାକ୍ୟରେ ଏ ପ୍ରକାର ରୂପାନ୍ତରଣ ସମ୍ଭବ ହେଇଥାଏ ସରଳ ଯୋଉ ତମର ଗଠନଗତ ବାକ୍ୟ ଯୋଉଗୁଡା ସରଳ ବାକ୍ୟ ଯୌଗିକ ବାକ୍ୟ ତାକୁ ମଧ୍ୟ ତମେ ବାକ୍ୟ ପରିବର୍ତ୍ତନ କରିପାରିବ ଆଉ ଭାବଗତ ଯୋଉଗୁଡା ଭାବଗତ ବା ପ୍ରକାର୍ଯ୍ୟଗତ ଯୋଉ ଚାରି ପ୍ରକାର ତାକୁ ମଧ୍ୟ ତୁମେ ବାକ୍ୟ ପରିବର୍ତ୍ତନ କରିପାରିବ ତୁମର ତ ଭାବଗତରେ ଆଉ ଗୋଟେ ବାକ୍ୟ ଯିବ ଯୋଉଟା କି ନାସ୍ତି ସୂଚକ ଯୋଉଟା ତମ ବହିରେ ନାହିଁ କିନ୍ତୁ ଟେନ୍ଥରେ ଥିଲା ସେଟା ଦଶମରେ ଥିଲା ନାସ୍ତି ସୂଚକ ଏଥିରେ ନାହିଁ ଯେହେତୁ ଆବଶ୍ୟକ ନାହିଁ ଖାଲି ଜାଣିଥାଅ ଗୋଟେ ନାହିଁ କୁ ଯୋଉଟା ବୁଝଉଥିବ ସେଇଟା ନାସ୍ତି ସୂଚକ ଆଚ୍ଛା ଗୋଟେ ତମକୁ କହୁଛି ସରଳ ବାକ୍ୟ ତୁମେ କଠିନ ପରିଶ୍ରମ କଲେ ଫଳ ପାଇବ ସରଳ ବାକ୍ୟ ବୋଲି ଏଇଟା କେମିତି ଜାଣିଲ କାହିଁକି ନା ଏଥିରେ ଗୋଟେ ମାତ୍ର ସମାପିକା କ୍ରିୟା ଅଛି କୋଉଟା ତ ସମାପିକା କ୍ରିୟାଟା କିଏ
ହଁ ତୁମେ କଠିନ ପରିଶ୍ରମ କଲେ ଫଳ ଫଳ ପାଇବ ହେଲା। ପାଇବ ହେଲା ସମାପିକା କ୍ରିୟା। ଆ ଦେହରେ ଅସମାପିକା କ୍ରିୟା ଅଛି କି? ଭଲରେ ପଢ। ଅସମାପିକା କ୍ରିୟା ଅଛି ନା ନାହିଁ? ଅସମାପିକା କ୍ରିୟା କଣ ମାନେ ଯୋଉ କ୍ରିୟାଟା ହଁ ହଁ ତୁମେ କଠିନ ପରିଶ୍ରମ କଲେ ସେତିକି ବାଟ ଯଦି ରଖିଦେବି ତାହେଲେ କଲେ କଣ କଣ ପାଇବ? କିଛି ନାହିଁ, ସେଇଟା ହେଲା ଅସମାପ୍ତ। କରିବାଟା ଅସମାପ୍ତ କ୍ରିୟାଟା ନା, କରିବା ଦେଖିବା ଚାଲିବା ବୁଝିବା, ତାହେଲେ କଲେ ହେଲା କ୍ରିୟା। କିନ୍ତୁ ଏଇଟା ଯେହେତୁ ବାକ୍ୟଟିକୁ ପୂର୍ଣ୍ଣ କରୁନାହିଁ ତେଣୁ ଏଇଟା ଅସମାପିକ ଥିଲା। ଆଉ ଫଳ ପାଇବାଟା ହେଲା ଯେହେତୁ ଏଇ ବାକ୍ୟଟିକୁ ସେ ସମାପ୍ତ କରୁଛି ତେଣୁ ଏଇଟା ସମାପିକ କ୍ରିୟା। ତାହେଲେ ଏଇ ଯୋଉ ସରଳ ବାକ୍ୟଟା ଆମେ ଆଗରୁ ପଢିଛେ, ସରଳ ବାକ୍ୟ କଣ? ଯେଉଁଥିରେ ଗୋଟିଏ ମାତ୍ର ସମାପିକ କ୍ରିୟା ଥିବ ତାକୁ ଆମେ ସରଳ ବାକ୍ୟ କହିବା। ତା ଦେହରେ ଅସମାପିକ କ୍ରିୟା ରହିଲେ ଚଳିବ, ନ ରହିଲେ ଚଳିବ, ସେଥିରେ ଆମର କିଛି ଯାଏ ଆସେ ନାହିଁ। କିନ୍ତୁ ଗୋଟେ ଜିନିଷ ମନେ ରଖିବା ଦରକାର ଯେ ସେଥିରେ ଗୋଟିଏ ମାତ୍ର ସମାପିକ କ୍ରିୟା ରହିଛି ତାହେଲେ ସରଳ ବାକ୍ୟ। କିନ୍ତୁ ଯୌଗିକ ବାକ୍ୟରେ ଦିଟା ସମାପିକ କ୍ରିୟା ନିହାତି ଭାବରେ ରହିପାରିବ, ରହିଲେ କିଛି ଅସୁବିଧା ନାହିଁ। ତେଣୁ ଯଦି ଏଇଠୁ ଧାରଣାରେ ଲେଖା ହେଇଛି ତୁମେ କଠିନ ପରିଶ୍ରମ କଲେ ଫଳ ପାଇବ, ବାକ୍ୟ ପରିବର୍ତ୍ତନ ଯଦି କରିବ, ଏଇଟା କୋଉଥିରେ ଅଛି, କୋଉ ବାକ୍ୟରେ ଅଛି? ସରଳ ବାକ୍ୟରେ ଅଛି। କାହିଁକି ନା ଏଥିରେ ଗୋଟେ ମାତ୍ର ସମାପିକ କ୍ରିୟା ଅଛି। ତାକୁ ଯଦି ଆମେ ଯୌଗିକ ବାକ୍ୟରେ ପରିବର୍ତ୍ତନ କରିବା ତାହେଲେ କଣ ହବ? ବାକ୍ୟଟି ଚେଞ୍ଜ ହେଇକି କଣ ହବ? ବାକ୍ୟର ପରିବର୍ତ୍ତନ ଘଟିବ କିନ୍ତୁ ଅର୍ଥର କୌଣସି ବି ପରିବର୍ତ୍ତନ ଘଟିବ ନାହିଁ। ତାହେଲେ ହଁ ମନେ ପକାଅ, ଯୌଗିକ ଦିଟା ସରଳ ବାକ୍ୟରେ ଗୋଟେ ଅବ୍ୟୟ ଥିବ, ଅବ୍ୟୟର ସଂଯୋଗ ହେଇକିନା ଯୌଗିକ ବାକ୍ୟ, ତେବେ ମଧ୍ୟ ଏଇଟା ତୁମେ କଠିନ ପରିଶ୍ରମ କଲେ ଫଳ ପାଇବ, ଏଇଟା ହେଲା ସରଳ ବାକ୍ୟ। ଯଦି ଆମେ ଆକୁ ଯୌଗିକ ବାକ୍ୟରେ ପରିବର୍ତ୍ତନ କରିବା, ପ୍ରଥମେ ଆକୁ ଦିଟା ବାକ୍ୟ କରିବ, ସରଳ ବାକ୍ୟ ଦିଟା କରିବ, ତାକୁ ଅବ୍ୟୟ ଗୋଟେ ରଖିକି ଯୋଡିବ, ସଂଯୋଗ କରିବ। କୁହ। ଠିକ ଠିକ, ତୁମେ କଠିନ ପରିଶ୍ରମ କରିବ ହେଲା ଗୋଟେ ସରଳ ବାକ୍ୟ, ତାକୁ ସଂଯୋଗ କରିବ, ଫଳ ପାଇବ। ଫଳ ପାଇବ, ଫଳ ପାଇବ ହେଲା ଆଉ ଗୋଟେ ସରଳ ବାକ୍ୟ। ତେବେ ଦିଟା ସରଳ ବାକ୍ୟକୁ ଯୋଡିବା ପାଇଁ ପ୍ଲସ୍ ଚିହ୍ନ କାହାର ବ୍ୟବହାର ହବ? ଅବ୍ୟୟର ବ୍ୟବହାର ହବ। କଣ ଅବ୍ୟୟ ବ୍ୟବହାର କରିବ? ତୁମେ କଠିନ ପରିଶ୍ରମ କରିବ ଓ ଫଳ ପାଇବ। ଠିକ। ସେଇ ବାକ୍ୟ କିନ୍ତୁ ଅର୍ଥର କିଛି ପରିବର୍ତ୍ତନ ଘଟିଲା କି? ତୁମେ କଠିନ କଠିନ ପରିଶ୍ରମ କଲେ ଫଳ ପାଇବ, ତୁମେ କଠିନ ପରିଶ୍ରମ କରିବ ଓ ଫଳ ପାଇବ। ଗୋଟେ ହେଲା ସରଳ ବାକ୍ୟ, ଗୋଟେ ହେଲା ଯୌଗିକ ବାକ୍ୟ। ପଛରେ ତମେ ତିନି ଜଣ ବୁଝିପାରୁଛ? ଆସୁଛି ତ? ଠିକ। କହିଲ ମତେ ଏଇଟା ଜଟିଳ ବାକ୍ୟ ସରଳ ବାକ୍ୟକୁ ଯୌଗିକ ବାକ୍ୟରେ ପରିବର୍ତ୍ତନ କରିବା। ତାକୁ ଆମେ ଜଟିଳ ବାକ୍ୟରେ କେମିତି ପରିବର୍ତ୍ତନ କରିବା? ଜଟିଳ ବାକ୍ୟର ସଂଜ୍ଞା ଟା ମନେ ପକାଅ। ଜଟିଳ ବାକ୍ୟର କଣ ସଂଜ୍ଞା? ଖଣ୍ଡ ବାକ୍ୟକୁ ଯୋଡିବ, ନାଇଁ? ଦୁଇ ବା ତତୋଧିକ ଖଣ୍ଡ ବାକ୍ୟ ଆଶ୍ରିତ ଅବୟବ ସହିତ ସଂଯୋଗ ହୁଏ। କିନ୍ତୁ ଖଣ୍ଡ ବାକ୍ୟ ଜଣଙ୍କର ଜଣଙ୍କ ସହିତ ନିଶ୍ଚିନ୍ତ ଭାବରେ ସମ୍ପର୍କ ଥିବ, ନହେଲେ ସେଟା ଗୋଟିଏ ଖଣ୍ଡ ବାକ୍ୟ ହେଲେ ଅଧୁରା ହେଇଯିବ ସେ ବାକ୍ୟଟି। ତ ଏଇଠି ଦେଖ, ଲେଖିଦେବି ନା ବହି ତ ଅଛି ସମସ୍ତଙ୍କ ପାଖରେ? ଦେଖ, ତୁମେ କଠିନ ପରିଶ୍ରମ କଲେ ଫଳ ପାଇବ, ଧାଡିଟା ଅଛି ତମ ପାଖେ ବହି ନାହିଁ? ଫଳପଟା ଲେଖିଦେବି ନା ବୁଝୁଛ ବହିରୁ? କଣ କରିବି? ଆଗ ଆଶ୍ରିତ ଅବୟବ କଣ କଣ ସବୁ ମନେ ପକା। ଯେବେ ତେବେ ଯେତେବେଳେ ସେତେବେଳେ। ହଁ ଯେବେ ସେବେ ଯଦି ତେବେ କରିବ, ଯଦି ଯଦି କରିବ ତେବେ ପାଇବ, ଯେତେବେଳେ କରିବ ସେତେବେଳେ ପାଇବ। ନାଇଁ କି? ତମେ ଯେତେବେଳେ କି କହିବ କି ମୁଁ ଯେତେବେଳେ କଲେଜ ଯାଇଥିଲି ସେତେବେଳେ ସାଙ୍ଗକୁ ଦେଖିଲି, ହଁ ସେତେବେଳେ ବର୍ଷା ହଉଥିଲା। ତ ଯଦି ମୁଁ ଭଲ ପାଠ ପଢି ତେବେ କଣ କରିବି? ତୁମେ ଯଦି ତ ଏଇଥିରେ କଣ ହବ, ତୁମେ କଠିନ ପରିଶ୍ରମ କଲେ ଫଳ ପାଇବ ଯୋଉଟା ସରଳ ବାକ୍ୟରେ ଅଛି, ଯଦି ଆମେ ତାକୁ ଜଟିଳ ବାକ୍ୟରେ ପରିବର୍ତ୍ତନ କରିବା, ତୁମେ ଯଦି କଠିନ ପରିଶ୍ରମ କରିବ ତେବେ ଫଳ ପାଇବ। ତାହେଲେ ଖଣ୍ଡ ବାକ୍ୟ ତୁମେ ଯଦି କଠିନ ପରିଶ୍ରମ କରିବ, ଆମେ ଜଟିଳ ବାକ୍ୟର ସଂଜ୍ଞାରେ ବୁଝିଥିଲେ ଯେ ଯଦି ଖଣ୍ଡ ବାକ୍ୟ ଦିଟାର ମିନିଂ ସବୁବେଳେ ଅଧୁରା ରହିବ, ଗୋଟେ ଖଣ୍ଡ ବାକ୍ୟ ଆଉ ଗୋଟେ ନ ଯୋଡିଲେ ସେଟା କେବେ ବାକ୍ୟର ମାନେ ନିର୍ଭରଶୀଳ ହେଇକି ରହିବ, କମ୍ପ୍ଲିଟ ହବନି। ତେବେ ପ୍ରଥମ ଯଦି ତୁମେ ଯଦି କଠିନ ପରିଶ୍ରମ କରିବ ଏତିକିରେ କିଛି ବୁଝୁଛି? କିଛି ବୁଝି ହଉଛି? ତାହେଲେ ଫଳ ପାଇବ ବା ତେବେ ଫଳ ପାଇବ। ତାହେଲେ ଗୋଟିଏ ବାକ୍ୟ ଖଣ୍ଡ ବାକ୍ୟ, ଏଟା ଖଣ୍ଡ ବାକ୍ୟ ଆଉ ଗୋଟେ ବାକ୍ୟ ସହିତ ନିର୍ଭରଶୀଳ ହେଲା ନା ନାଇଁ? ତା ବାକ୍ୟ ସେଇ ବାକ୍ୟ ଏଇଟା କମ୍ପ୍ଲିଟ ହେଲା, ନହେଲେ ଏଇଟା ଅଧୁରା ଲାଗୁଛି।
ଆଉ ତା ଦେହରେ ଅବୟ ଲାଗିଲେ କୋଉ ପ୍ରକାର ଅବୟ ଲାଗୁଛି? ଆଶ୍ରିତ ଅବୟ। କଣ ସେଟା ଲାଗିଲା? ଯଦି ଦେବେ ଯଦି ଦେବେ, ତୁମେ ଯଦି କଠିନ ପରିଶ୍ରମ କରିବ ତେବେ ଫଳ ପାଇବ। ନାଇଁ? ତୁମେ ଯଦି କ୍ଲାସ ଆଟେଣ୍ଡ କରିବ ତେବେ ତମେ ବୁଝିପାରିବ, ତାହେଲେ ତମେ ବୁଝିପାରିବ। ଇଏ ଥିଲା ତମ ସରଳ ବାକ୍ୟରୁ କିଭଳି ଯୌଗିକ ଆଉ ଜଟିଳ କରିବ ତା, ଏତିକି ଥାଉ ହେଲା, ଗ୍ରାମର ଏତିକି ଥାଉ, କାହିଁକି ବେଶୀ ଦେଲେ ତମେ ବୁଝିପାରିବନି। ବାବା ତମେ ବୁଝିଲ? ଲାଷ୍ଟ ତମେ 3 ଜଣ ବୁଝିଛ ତ? ହଁ, ପଚାରିଲେ କହିପାରିବ? ହଁ, ହଁ ନା ନାହିଁ? କହିଲେ ଗୋଟେ ସରଳ ବାକ୍ୟର ଏକ୍ସାମ୍ପଲ ଦେଲ। ସରଳ ବାକ୍ୟ କାହାକୁ କୁହାଯାଏ କହିଲ? ସରଳ ବାକ୍ୟ କର ଜଲ୍ଦି ଜଲ୍ଦି। ମୁଁ କ୍ୱେଶ୍ଚନ ପଚାରୁଛି, ଏକା ପଢା ହବ ହେଲା, ତମେ ପଢିବ। ସରଳ ବାକ୍ୟ କାହାକୁ କୁହାଯିବ? ଆହୁରି ପଢିକି ଆସିଲେ କହିବ। ଆହୁରି ପଢିକି ଆସିଲେ ଘରେ କହିବ। ଏ କହୁଛ କାହିଁକି? ପଢିକି ଆସିଲେ କାହିଁକି କହିବ? ବୁଝିପାରୁନ କି? ମୁଁ ଆଉ ଥରେ କହିଦଉଛି, ତାହେଲେ ତମେ ମତେ କହିବ, ରିପିଟ କରିବ ହେଲା। ବୁଝ? ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ ତାକୁ ସରଳ ବାକ୍ୟ କୁହାଯାଏ। ତେବେ ଆଗେ କୁହ ସମାପିକା କ୍ରିୟା କାହାକୁ କୁହାଯାଏ? ସମାପିକା କ୍ରିୟା କିଏ କହିବ? ସମାପିକା କ୍ରିୟା କାହାକୁ କୁହାଯାଏ? ସମାପିକା କ୍ରିୟା ସେ ବାକ୍ୟରେ ଯୋଉ କ୍ରିୟାଟା ବ୍ୟବହାର ହେଇଛି, ସେ କ୍ରିୟାଟା ସେ ବାକ୍ୟକୁ ଶେଷ କରୁଥିବ ଯଦି, ସେଟା ହେଲା ସମାପିକା କ୍ରିୟା ହେଲା। ଉଦାହରଣ ହଉଛି ରାମ ଭାତ ଖାଇ ବିଦ୍ୟାଳୟ ଗଲା। କ୍ରିୟା କୋଉଟା? କ୍ରିୟା କାହା କହିଲେ ଜାଣିଛ ତ? କ୍ରିୟା କୋଉ କ୍ରିୟା ଚିହ୍ନି ପାରିବ ବାକ୍ୟରେ? ଭର୍ବ କୋଉଗୁଡା ଜାଣିପାରିବ ତ? ଜାଣିଛ ସେଟା ବି କୁହ। ନ ଜାଣିଛ ନ ଜାଣିଛ ନାହିଁ, ତମେ ଜାଣିଛ କୁହ। ଏ ଧାଡିରେ କ୍ରିୟା କିଏ? କୋଉଟା? ରାମ କ୍ରିୟା ତ ହେଇବ, ବୁଝିଲ? ତମେ କହିଲ ବିଦ୍ୟାଳୟ କ୍ରିୟା, ତମେ ତମେ କହିଲ ତ କାଲି କ୍ରିୟା 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 କାହା କହିବି? କୋଉ କ୍ରିୟା? ସମାପିକା ଆସନ ନା, ମୁଁ ସମାପିକା ଆସନ ମୁଁ ଯାଇନି, ଖାଲି କହୁଛି କ୍ରିୟା ଆଗ ଖାଇବ ଆଉ। ଭେରି ଗୁଡ, ଏଇଟା ହେଲା କ୍ରିୟା। କ୍ରିୟା ନୁହଁ ବାବା, ରାମ କର୍ତ୍ତା କର୍ତ୍ତା, ରାମ ହେଲା କର୍ତ୍ତା ହେଲା। ହଁ ଏ ହେଲା କର୍ମ। ଭାତ ବିଦ୍ୟାଳୟ ଦିଟା କର୍ମ, ସକର୍ମ ବିକର୍ମ ତମର ଏଥିରେ ଅଛି ବୋଧେ, ତମର କମ୍ପଲସରୀ ଓଡିଆରେ ଅଛି ଥାଏ। ତ ଦିଟା ଏଥିରେ କର୍ମ ଥାଉଛି ହେଲା, ବିକର୍ମ କର, ସେଥିପାଇଁ ଦିଟା କର୍ମ ଅଛି ବୋଲି। ତ ଇଏ ହେଲା ବ୍ରାହ୍ମଣ, ତାହେଲେ କଣ ହେଲା? କର୍ତ୍ତା। ତମର ଓଡିଆରେ ଯଦି ବାକ୍ୟ ଗଠନ କରିବ ତାର ଗୋଟେ ପ୍ରଣାଳୀ ଅଛି। ପ୍ରଥମେ ଆସିବ କର୍ତ୍ତା, ତାପରେ ହଁ କର୍ମ, ତାପରେ କ୍ରିୟା। ତମର ମଧ୍ୟ ସେମ୍, ଇଂଲିଶ ଖାଲି ଏପଟ ସେପଟ ହବ ଟିକେ ଚେଞ୍ଜ। ତ କର୍ତ୍ତା ଆସିବ ପ୍ରଥମେ, ତାପରେ ଆସିଲା କର୍ମ, ତାପରେ ଆସିଲା କ୍ରିୟା। ଠିକ ଭଲରେ ମନେ ରଖ। ତେବେ କର୍ତ୍ତା ଯେହେତୁ ଦିଟା ଅଛି ନା, ତାହେଲେ ମୁଁ କର୍ତ୍ତା କର୍ମ କ୍ରିୟା, ଏଇଟା ଯେହେତୁ ବିକର୍ମକ କ୍ରିୟା, ଦିଟା କର୍ମ ଯୋଉଟା ଥାଏ ତାକୁ ବିକର୍ମକ କୁହାଯାଏ। ସକର୍ମକ ଅକର୍ମକ ବିକର୍ମକ, ତେଣୁ ଏଟା ଦିଟା କର୍ମ ଅଛି ବୋଲି ବିକର୍ମକ କ୍ରିୟା ହେଲା। ତାପରେ ଏଇ ଖାଲି ଆଉ ଭିତରେ ଦିଟା କ୍ରିୟାଟା ବାକ୍ୟଟିକୁ ପୁରା କରୁଛି କ୍ରିୟା। ଖାଇ ଗୋଟେ କ୍ରିୟା ଅଛି, ଯଦି ଆମେ ତ ରାମ ଗୋଟେ ମଧ୍ୟ କ୍ରିୟା ଅଛି, ତେବେ ମିଶିଗଲେ ବାକ୍ୟଟା
କରୁଛି ନା ନାଇଁ? ତାହେଲେ ଏଇଟା ହେଲା ସମାପିକା। ମନେ ରଖ, ମନେ ରଖ, ବାବାଟା ମୁଁ ଭଲସେ ମନେ ରଖ, ଆଇଡିଆ ତମେ ଆନ୍ସର ଦବ। ତ ପୁରା ବାକ୍ୟଟାରେ ଏଇ ଯୋଉ କ୍ରିୟାଟାର ବ୍ୟବହାର ହେଇଛି, ଏଇ କ୍ରିୟାଟା ପୁରା ବାକ୍ୟଟିକୁ ସମାପ୍ତ କରୁଛି, ତେଣୁ ଏଇ ବାକ୍ୟରେ ଇଏ ହେଲା ସମାପିକା, ଯୋଉଟାକୁ ତମର ବାକ୍ୟର ସବୁ ପ୍ରକାଶ କରିବାରେ ତ ବାକ୍ୟଟିକୁ ସମାପ୍ତ କରୁଥିବା ଯୋଉ କ୍ରିୟା ତାକୁ ଆମେ ସମାପିକା କ୍ରିୟା କରିବା। ଆଉ ଯୋଉଟା ସମାପ୍ତ କରୁ ସମାପିକା କ୍ରିୟା କରିବା, ଅସମାପ୍ତ ସେଟା ସମାପ୍ତ ନୁହେଁ। ତ ଅସମାପ୍ତ, ଗୁଡ, ପୁରା ବୁଝିଲ ଧାଡିଟା, ତେବେ ସମାପିକା କ୍ରିୟା କାହାକୁ କୁହାଯାଏ ବୁଝିଲ? ତାପରେ ଆମେ ପଢିବା ସରଳ ବାକ୍ୟ। ଏବେ ସରଳ ବାକ୍ୟ କଣ? ଯୋଉ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥିବ, ହେଲା, ତାକୁ ଆମେ ସରଳ ବାକ୍ୟ କହିବା। ଏଇଟା କି ପ୍ରକାର? ସରଳ ନା ଯୌଗିକ ନା ଜଟିଳ? ସରଳ ବାକ୍ୟ, ଠିକ ସରଳ ବାକ୍ୟ। କାହିଁକି ନା ଯୋଉ ଗୋଟିଏ ସମାପିକା କ୍ରିୟା ଅଛି ଯୋଉଟା ଗଲା, ଆଉ ନାହିଁ କିଛି ଅଛି ଆ ଦେହରେ? କିଛି ନାହିଁ, କେବଳ ଗୋଟିଏ ସମାପିକା କ୍ରିୟା, ତେଣୁ ସରଳ ବାକ୍ୟ। ତେଣୁ ସରଳ ବାକ୍ୟ definition କଣ? ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା ଥିବ, ତାକୁ ଆମେ ସରଳ ବାକ୍ୟ ବୋଲି କହିବା। Clear? ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସରଳ ବାକ୍ୟ କହିବା। ଆଉ ଯୌଗିକ ବାକ୍ୟ କହିବା। ଏଇଟା ସରଳ ବାକ୍ୟ, ଯୋଗ ହେବେ ବା ସଂଯୋଗ ହେବେ, ଉଭୟ ଦ୍ଵାରା ସଂଯୋଗରେ ମିଶିକି ଯୋଉ ବାକ୍ୟଟି ହବ ତାକୁ କ୍ଲିୟର ହେଲା? ନା ବୁଝିପାରୁନି? ବୁଝିପାରିଲ ତ? ସରଳ, ଘରେ ଯିବ ଆଉ ଥରେ ଦେଖିବ, ଯୋଉ ଲାଇନ ଯୋଉ ଜାଗାରେ ଠିକୁଛ ଆସୁନି, ତାହେଲେ ଆସିକି ମତେ ପଚାରିବ ଆର କ୍ଲାସରେ। ହଁ ମାରିକି କହିବନି, ସମସ୍ତଙ୍କୁ କହିଛ ହଁ ମାରି ଚୁପଚାପ ରହିଯିବନି, ଯେ ହଁ ବୁଝିଲେ ଆସିବ, ସେମିତି କେହି କରିବନି। ବୁଝିକି ଆସିବ, ଯେହେତୁ ଲାଇନ ବୁଝି ପାରୁନ, ଆଉ ନିଜେ ଚେଷ୍ଟା କରିବ, ବହିରେ ଯେତିକି ଏକ୍ସାମ୍ପଲ ଅଛି ତାକୁ ଛାଡିକି ନିଜେ ଚେଷ୍ଟା କରିବ, ଜିନିଷଟା ଯଦି ବୁଝିକି ନିଜ ମନରୁ ବାକ୍ୟ ତିଆରି କରିପାରିବ। ଯେତେବେଳେ ତମେ ନିଜ ମନରୁ ଦଶଟା ବାକ୍ୟ ତିଆରି କରିବ, ତାହେଲେ ତମେ ସେ ଜିନିଷଟା ବୁଝିପାରିବ। ଯଦି ତମେ ନିଜ ମନରୁ ବାକ୍ୟ ତିଆରି କରିପାରୁନ, ବୁଝିନାହ, କନସେପ୍ଟ ଟା କ୍ଲିୟର ହେଇନି ତମର, ଠିକ? ବୁଝିକି ଆସିବ। ହଉ, ଆର କ୍ଲାସ କଣ ରହିଲା? ହଁ, ଆର କ୍ଲାସ ପଢିବ କଣ? ତ ଯୌଗିକ ଜଟିଳ ବାକ୍ୟ କାହାର? 347, 47, 47, ହଁ, କୋଉଠି ଥିଲା? ଷ୍ଟାର୍ଟିଂ ରୁ ପ୍ରଫେସର, ଠିକ। କିଏ ପଢିବ? ତମେ ପଢୁଥିଲ, ତମେ ପଢିବ, ପଢ ପଢିବ, ତମେ ପଢିବ ନହେଲେ ମୁଁ ପଢିବି, ତମେ ଇଚ୍ଛା କରୁଛ ପଢିବା ପାଇଁ ଛାଡୁଛି, ଯେହେତୁ ଏକାଙ୍କିକା ଅଛି, ବିଷୟ ତମେ ପଢିବା, ପଢିକି ବି କିଛି ଲାଭ ନାହିଁ, ବୁଝେଇବା। ଯେହେତୁ ଏଇଟା ଏକାଙ୍କିକା ଡ୍ରାମା ଅଛି, ତମେ ଇଚ୍ଛା କରୁଛ, ତମକୁ ପଢିବାକୁ ଦଉଛି, କିଏ ପଢିବ ହାତ ଦେଖ। Next, ତମେ ଦି ଜଣ ପଢିବ ନା ପଢିବନି? ପଢିବ, ଭେରି ଗୁଡ, ଭେରି ଗୁଡ। ପଢିଲେ କନଫିଡେନ୍ସ ବଢିବ, ଆଉ ତ ଗଦ୍ୟ ପଦ୍ୟ ପଢି ପାରିବ ନା, ଏକା ଦି ଧାଡି ପଢିଲେ ସାଙ୍ଗସାଥିଙ୍କ ଆଗରେ ତମର ଡର ଟା ଛାଡିବ ମନରୁ, ହେଲା। ଆଉ କିଛି କହିଦେଲ? ଆଚ୍ଛା, ବାବା, କାହିଁକି ଇଏ ଲେଡି ସାଇକୋ ସିଷ୍ଟର ନା, ଏମିତି ପିଲାମାନଙ୍କୁ ଅଟୋମେଟିକ ସେ କହୁଛି ମନେ କରୁଛି, ତାକୁ ଦେଇଦିଅ ଗୋଟେ କ୍ଲାସ, ଏତେ ଗୁଡେ ତ ଅଛି। ଆଉ ପଢେ, ଷ୍ଟାର୍ଟିଂ କର, ଯିଏ ଯାଉଛି ଷ୍ଟାର୍ଟିଂ କର। ଅନ୍ୟମାନେ କହି ଦେଖିବ, କ୍ୱେଶ୍ଚନ ତା ଭିତରେ ଅଛି, ମୁଁ ପଚାରିଲେ କହିବ। ପଛରେ ବହି ଅଛି ତ? ଠିକ, 347 ପେଜ ବାହାର କର, ଷ୍ଟାର୍ଟ କର। ଲାଷ୍ଟ 15 ମିନିଟ ଅଛି, ଏଇଟା ଯେତିକି ଯିବ ପଢନ୍ତୁ। ପ୍ରଫେସର କିଏ ପଢିବ? କଣ? ଶୁଣ, ଯେମିତି ଏତିକି ନା ସରି, ଏତିକି ମାନେ ଭଲ୍ୟୁମ କରିବ, ତମ କରିଥିବେ, ଆଉ ବାହାରେ କିଏ ଡିଷ୍ଟର୍ବ କରୁନଥିବେ, ଆଉ ଏତେ ବି କମ କରିବ ଯେ ତମ ସାଙ୍ଗମାନେ ଶୁଣି ପାରୁଥିବେ, ଏତେ ଅଧିକା କରିବ ଯେ ଅନ୍ୟମାନେ ଡିଷ୍ଟର୍ବ ଶୁଣିପାରିବେ। ସେମିତି ମିଡିୟମ ଭଲ୍ୟୁମରେ ପଢିବେ, ଯେମିତି ସମସ୍ତେ ସମସ୍ତଙ୍କ ଆବାଜ ଶୁଣିବେ, ଠିକ?
ବେଶ ହଁ ପଢୁନ ତାପରେ ତାପରେ ପ୍ରଫେସର ଯାହା ଲେଖା ସବୁ ପଢ 3 4 7 କିଏ ପଢ ପଢୁନ ପଢ ସରି ତମେ ସରିବନି ହଁ ଛୁଟି ଏଇଟା ସର୍ଟ କ୍वेଶ୍ଚନ ଅଛି यानी କାହାକୁ ଧରି ପୁରାତନକୁ या फिर ପୁରାତନକୁ ଧରି କିଏ ବସେ ନୂତନ ଆବିଷ୍କାର କିଏ ଚାହେଁ ବିଜ୍ଞାନୀ ହେଲା? ବିଜ୍ଞାନୀ କଣ ଚାହେଁ ନୂତନ ଆବିଷ୍କାର ସର୍ଟ କ୍वेଶ୍ଚନ ଆସିପାରେ ଚିହ୍ନ ମାର ଠିକ ତମ ପାଖରେ ବୁକ୍ ଦେଲେ ପଢିବା ପାଇଁ ତମେ ୟୁ ପଢିବ କେବେ ଗୋଟେ ପଢୁନାହାନ୍ତି ତମେ ତ କେବେ ପଢୁନାହିଁ ଆଡିଏ ପଢ ପ୍ରାକ୍ଟିସ ନାହିଁ ଫଙ୍କସନ ହଉଛି ତମ ପ୍ରାକ୍ଟିସ ଓଡିଆ ପଢିବାକୁ ପ୍ରାକ୍ଟିସ ନାହିଁ କର ସମସ୍ତେ ପଢ ମୁଁ ଦେଖେ ତମେ କଣ ପଢୁଛ ଠିକ ପଢ ହଁ ପ୍ରତୀକ ତମ ଘରେ ବହି ଅଛି ଘରେ ବହି ଅଛି ଘରେ ନାଇଁ ପିସ୍ ନାଇଁ ମାନେ ଏଇଠି ନାହିଁ ଯେ ତମ ଘରେ ତମର ଅଛି ତ କିଣି ନା ଛାଡିକି ଆସିଛ ଆଉ ଆସିଛ କାହିଁକି ତମେ କଣ ଦେଖିବାକୁ